ମୁଁ ରାହୁଲ ଗାନ୍ଧୀ କି ତାଙ୍କ ନୀତି ଆଦର୍ଶ ଭଲ ପାଇ କଂଗ୍ରେସରେ ଅଛି, ରହିବି, ଲୋକ ବି ରହିବେ। ସିଏ ତାଙ୍କର ବ୍ୟକ୍ତିଗତ କଣ ଇଏ ଥାଇପାରେ, କିନ୍ତୁ ମୁଁ ଦୁଇଟି ପ୍ରଶ୍ନର ଉତ୍ତର ଆଜି ଦେବି। ଗୋଟେ ପ୍ରଶ୍ନ ହେଲା, ସେ ଆମକୁ ସେଦିନ କହିଥିଲେ ଯେ ଯାହାଙ୍କ ପରିବାର ସିଏ କଣ ମହାତ୍ମା ଗାନ୍ଧୀ ଥିଲେ ନା ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ପରିବାର ଥିଲେ ନା ଆଗରୁ କୋଉ ଏମଏଲଏ ମନ୍ତ୍ରୀ ଥିଲେ। ମୁଁ ଭକ୍ତ ଦାସଙ୍କୁ କହିବାକୁ ଚାହୁଁଛି ତାଙ୍କ ବାପା ଜଣେ ଦାନ୍ତକାଠି ବେପାରୀ ଥିଲେ। ସିଏ କଣ ଆଗରୁ ମୁଖ୍ୟମନ୍ତ୍ରୀ ତାଙ୍କ ବାପା ଥିଲେ? ସେ ଆସି ରାଜନୀତି ଯାଇଥିଲେ। ଆମ ପରିବାର ରାଜନୈତିକ ପରିବାର, ଯଦି ନାହିଁ ଲୋକ ପଟେ ବୁଝନ୍ତୁ ଆମେ କୋଉ ପରିବାରର ଲୋକ। ସେ ପରିବାର ଲୋକ ହେଇଥିଲେ ସେ କହିଥାନ୍ତେ। ସିଏ ତ ନିଜ ତାଙ୍କ ବାପା ଥିଲେ ଯୋଉ ଗଭର୍ଣ୍ଣମେଣ୍ଟ ବସଷ୍ଟାଣ୍ଡରେ ଦାନ୍ତକାଠି ବେପାର କରୁଥିଲେ। ସିଏ କଣ କହିବେ ଆମ ବିଷୟରେ? ଆଉ ଗୋଟେ ଜିନିଷ, ସେ ଯୋଉ କହିଛନ୍ତି ଟଙ୍କା କଥା, ମୁଁ ଗରିବ ଲୋକ, ସିଏ ବଡ ଲୋକ ତୋପ ଆମର କାମ କରିବେନି। ତୋପ ମାନେ ତ ମୁଁ ଜାଣିନି କଣ ତୋପ, କିନ୍ତୁ ଯୋଉ ଗରିବ ଲୋକ କହିନାହାନ୍ତି, ଯେ ଗରିବ ଲୋକ 50 ଲକ୍ଷ ଟଙ୍କା ଗାଡି ଚଢିବ, ମେଫେୟାର 3-3ଟା ରୁମ ରଖିବ, 70 କୋଟି ଟଙ୍କା ଝାଡଖଣ୍ଡରେ ମଲ କରିବ, ବିଶାଖାପଟଣାରେ ଇଏ କରିବେ, ଆହୁରି ବହୁତ ଇଏ ତାଙ୍କ ପୁଅଙ୍କ ବାହାଘର କରିବା, ଯୋଉ ଏଠି 2 କୋଟି ଖର୍ଚ୍ଚ କରିବା ବାହାରେ ଯୋଧପୁର, ଯୋଉ ଆରେଞ୍ଜମେଣ୍ଟ ତାଙ୍କର ଦେଖନ୍ତୁ। ଜଣେ ଗରିବ ଲୋକର ସେ ପରିଚୟ ନୁହଁ, ବାହାନା ଲୋକଙ୍କୁ ଠକିବା ପାଇଁ। ଆଉ ଗୋଟେ ବିଶେଷ ଅନୁରୋଧ, ଯୋଉମାନେ ପର୍ସନାଲ ବିଭିନ୍ନ ଲୋକଙ୍କଠୁ ମୁଁ ଭୁବନେଶ୍ୱରରେ ଆଜି ଖବର ପାଇଛି ଚାନ୍ଦା ଦଉଛନ୍ତି, ଯଦି ଚାନ୍ଦା ଦଉଥିବେ ଆଜିଠାରୁ ରିକ୍ୱେଷ୍ଟ କରୁଛି ଚାନ୍ଦା ତାଙ୍କୁ ଦବା ବନ୍ଦ କରନ୍ତୁ। ଚାନ୍ଦା ସେଠି ଦେବେ। ନାଇଁ ନାଇଁ ସେ ମୁଖ୍ୟ ଜାଣିପାରୁନାହାନ୍ତି। ସିଏ ବର୍ତ୍ତମାନ କଣ କରିଛନ୍ତି, ସେ 4ଟା 5ଟା ଦଳ ଚେଞ୍ଜ କରିଛନ୍ତି। ସେ ପ୍ରକୃତରେ କଂଗ୍ରେସ ଯିଏ ନୁହନ୍ତି, କଂଗ୍ରେସର ପରିଚୟ ସେ ନୁହଁ। ଜାତୀୟ କଂଗ୍ରେସ ବହୁତ ପୁରୁଣା ଦଳ। ସିଏ କଣ କରନ୍ତି, ଜନତା ଦଳରେ ଥିଲେ, ସେଠି ଆଉ 2-3ଟା ପାର୍ଟି ଚେଞ୍ଜ କଲା ପରେ ବିଜୁ ପଟ୍ଟନାୟକ ଛୁରା ମାରିକି ସେ ଯାଇଛନ୍ତି। ବିଭିନ୍ନ ଦଳ ଚେଞ୍ଜ କରି 5ଟା ଦଳ। ସେ କୌଣସି ଗୋଳାବାଟ ଦେଇ ଯିଏ କହୁଥିଲେ ସୋନିଆ ଗାନ୍ଧୀ ବିଦେଶିନୀ, ବୋପର କଣ ରାଜୀବ ଗାନ୍ଧୀ ହଉଛନ୍ତି ଦେଶଦ୍ରୋହୀ, ଇଏ ଆଙ୍କ ପାର୍ଟିରେ ଏବେ କୌଣସି ସ୍ୱାର୍ଥ ଲୁଚିଛି। ସ୍ୱାର୍ଥ ପାଇଁ ଇଏ ଚାହୁଁଛନ୍ତି ଯୋଉ ଆମ ଭଳି ଲୋକ ସବୁ ଆସିଲେ ସେ ସବୁ ଚଳିବନି। ଚାନ୍ଦା ଫାନ୍ଦା ମାଗି ଯୋଉ ପ୍ରକାର କରିଛନ୍ତି, ମୁଁ ଯେତିକି ଆସି ବୁଝିଲିଣି, ଯଦି ଚାନ୍ଦା ଏମାନଙ୍କୁ ମିଡିଆ ମାଧ୍ୟମରେ ଜଣାଉଛି, ଚାନ୍ଦା ଆଜିଠୁ ବନ୍ଦ କର ତାଙ୍କୁ ଦବା। ଚାନ୍ଦା ଦିଅନ୍ତି, ବହୁତ ଲୋକଙ୍କୁ ଚାନ୍ଦା ଦେବେ ଆପଣ ମାନେ, ଆଉ ଲୁଚିବେ ବି ଆପଣ ମାନେ। ଆପଣ ରୋଜଗାର କରୁଛନ୍ତି, ଆପଣ ତାଙ୍କ ଚାନ୍ଦା ଦେବେ। କଣ କାମ ଅଛି ତାଙ୍କୁ ଚାନ୍ଦା ଦେବାର ଆପଣଙ୍କର ଆବଶ୍ୟକତା? ଚୋରି କରୁଛନ୍ତି, ଚାନ୍ଦା ଦଉଛନ୍ତି, କାହିଁ ଚାନ୍ଦା ଦଉଛନ୍ତି? ଚାନ୍ଦା ବନ୍ଦ କରନ୍ତୁ। ଲଙ୍ଗଳା କରି ପୁରା ଯୋଉମାନେ ଚାନ୍ଦା ଦଉଛନ୍ତି, ପରବର୍ତ୍ତୀ ଷ୍ଟେଜରେ ବହୁତ ଅସୁବିଧା ତାଙ୍କୁ ହବ। ନାଇଁ ସେଟା ଚାଲିଛି, ପ୍ରୟାସ ଚାଲିଛି। ବର୍ତ୍ତମାନ ଆପଣ ଦେଖନ୍ତୁ, ଗୋଟେ ଏବେ ସୋସିଆଲ ମିଡିଆରେ ବାହାରିଛି, ଗୋଟେ ଆକାଉଣ୍ଟ ନମ୍ବର ଦିଆହେଇଛି, ତା ମାଧ୍ୟମରେ ଆପଣ ମାନେ ଟଙ୍କା ଦାନ କରନ୍ତୁ ଇଲେକ୍ସନ ଲଢିବା ପାଇଁ। କିନ୍ତୁ ତମର ଇଲେକ୍ସନ ଲଢିବା ନାହିଁ, କୋଉଠି କିଏ ଇଲେକ୍ସନ ପାଇଁ କୋଉଠି କାହାକୁ ରିକ୍ୱେଷ୍ଟ କରିବ, କିଏ କୋଉଠି ନୋଟିସ ଛପି ଦେଇଥାନ୍ତୁ। ଖୋଲା ଆମରେ ମଗା ଯାଇଛି ଟଙ୍କା ଦାନ କରନ୍ତୁ ଏଇ ଇଏରେ। କାହିଁକି ତମେ ଇଲେକ୍ସନ ଲଢି ତମେ ଜିତିବ, ସିଏ କାହିଁ ଲୋକ ସାଧାରଣ ଲୋକ ଚାନ୍ଦା ଦେବେ? ଆବଶ୍ୟକ କିଛି ନାହିଁ ଚାନ୍ଦା ଦେବାର। ଯିଏ ଦଉଥିବ କିଛି ଚୋରି ଚାରି କରୁଥିବ, ସେ କାହିଁ ଦବ? କାମ କଣ? ଖୁସି ହେଇକି ଯିଏ ଦବ ସେ ଛାଁ ଦବ। ଏଇ ଦଳ ପାଇଁ ମାନେ ଗୋଟେ ଇସ୍ତାହାର ଗୋଟେ ରିଫ୍ଲେକ୍ଟ କରିଦେଇଛନ୍ତି, ମାନେ ଟଙ୍କା ଦିଆଯାଉ। ତାଙ୍କୁ କିଏ ବିରୋଧ ତ କରିବ ନ କରିବ ମୁଁ ଜାଣିନି, ଯାହାର ସଶାସ ନଥିବ ସେ ବିରୋଧ କରିପାରିବେନି। ଦମ ଦରକାର ବିରୋଧ କରିବା ପାଇଁ। କଣ ଏ ଲୋକ ଆମେରିକା ରାଷ୍ଟ୍ରପତି ବିରୋଧ କରୁନାହାନ୍ତି? ନୀତି ନ୍ୟାୟ ଅନ୍ୟାୟ ବିରୋଧକୁ ଜାରି ରହିବ, ଯୋଉ ବିରୋଧରେ ସେ ଭାବି ନଥିବେ। କାହିଁକି ନା କଂଗ୍ରେସ 15,000 ଲୋକଙ୍କୁ ଫେରିଛନ୍ତି, ମାନେ ବହୁତ ମହଙ୍ଗା ପଡିବ। ସେ ଗୋଟେ ପିସିସି ଏପଟେ ଉପକୂଳ ଇଏ ଚଲେଇଛନ୍ତି, ଗୋଟା ତାଙ୍କର ଗୋଟେ କାମ କରନ୍ତୁ, ସେଠି ଗୋଟେ ପିସିସି କରିଦିଅନ୍ତୁ, ଏଠି ଉପକୂଳ ଗୋଟେ ପିସିସି ହଉ। ତାହେଲେ ଭଲ ଲାଗୁନାହାନ୍ତି ଏ ଲୋକମାନେ। ବହୁତ ଲୋକଙ୍କୁ ଦେଖିଦେବେ। ଆଜି ଶୁଣୁଥିଲି ଗୋଟେ ବାଇଟରେ
ଯୁବ କଂଗ୍ରେସ ସଭାପତି ଜଣେ କିଏ ଅଛନ୍ତି ପାତ୍ର ମୁଁ ତ ଜାଣିନି ଯୁବକ ମାନେ ରହନ୍ତି ତାଙ୍କୁ ଦୂରେଇ ରଖିବା ହଉଛି ମାନେ କଂଗ୍ରେସ ଟାକୁ ଉଠେଇ ଦେବେ ନାହିଁ ଆପଣ ଦେଖିବେ ଯଦି କଂଗ୍ରେସ ହାରେ ସେ ଆଙ୍କର ପାଇଁ ହାରିବ ଆଙ୍କର ଯୋଉ ଇଏ ଆଦିବାସୀ ଲୋକଙ୍କର ଦେଖନ୍ତୁ ରାହୁଲ ଗାନ୍ଧୀ ଲଢେଇ କରୁଥିଲେ ନିୟମଗିରି ମୁଁ କରେଇଦେବି ନାହିଁ ଏଠି କମ୍ପାନୀ କରିଦେବେନି ଆଦିବାସୀଙ୍କ ଜମି ଦେବି ନାହିଁ ରକ୍ତବିନ୍ଦୁ ଥିଲା ପରେ ନଡିବି ଇଏ କିନ୍ତୁ ଜମି ଦେଇ ସେଠି ତାଙ୍କ ଆଦିବାସୀଙ୍କୁ ଲୁଟି ଆଦିବାସୀ ଭୋଟ ମାଗୁଛନ୍ତି ମୁଁ ରିକ୍ୱେଷ୍ଟ କରିବି ଆଙ୍କ କଥାରେ ଯାଆନ୍ତୁ ନାହିଁ ବରଂ ଘାସିରାମ ମାଝୀଙ୍କୁ ଭୋଟ ଦିଅନ୍ତୁ କଂଗ୍ରେସ ଜିତାନ୍ତୁ କିନ୍ତୁ ଆଙ୍କ କଥାରେ ଇଏ ହୁଅନ୍ତୁ ନାହିଁ ନହେଲେ ବହୁତ ଅସୁବିଧା ଭୋଗ କରିବେ